ଏସୋଟେଟ୍ର ଆପଣମାନଙ୍କର ଗଣିତ କୋଶ୍ଚିନ୍ ଗୁଡ଼ିକ ପ୍ରାକ୍ଟିସ୍ ପାଇଁ ଦେଖନ୍ତୁ। ଆପଣଙ୍କର ପେଡାଗୋଜି ଗଣିତ ଶିକ୍ଷାଦାନର କେଉଁ ପଦ୍ଧତି ଗାଣିତିକ ସମସ୍ୟାଟିକୁ ଭାଙ୍ଗି ସହାୟକ ଅଂଶ ମଧ୍ୟରେ ସମ୍ପର୍କ ସ୍ଥାପନ କରି ଏହାର ସମାଧାନ କରେ। ଆରୋହୀ ଦେଖନ୍ତୁ ଆପଣଙ୍କର ଜ୍ଞାତରୁ ଅଜ୍ଞାତ, ଅବରୋହୀ ଅଜ୍ଞାତରୁ ଜ୍ଞାତ। ସେହିଭଳି ବିଶ୍ଳେଷଣକୁ ଆପଣ ଭାଙ୍ଗି ଭାଙ୍ଗି ସଂଶ୍ଳେଷଣକୁ ଆପଣ ଏକାଠି କରି ତ ଆପଣଙ୍କର ଠିକ୍ ଉତ୍ତରଟି ହେଉଛି ଆପଣଙ୍କର ବିଶ୍ଳେଷଣ ପଦ୍ଧତି। ଅପସନ୍ ସି 1 ନମ୍ବର। ଅପସନ୍ ସି ବିଶ୍ଳେଷଣ ପଦ୍ଧତି ଦ୍ୱାରା ସମସ୍ୟାଟିକୁ ଭାଙ୍ଗି ସହାୟକ ଅଂଶ ମଧ୍ୟରେ ସମ୍ପର୍କ ସ୍ଥାପନ କରି ସମସ୍ୟାର ସମାଧାନ କରାଯାଇଥାଏ। ସେହିଭଳି ଦେଖନ୍ତୁ ଯଦି କୌଣସି ଶିଶୁ ଗଣିତର କୁଇଜ୍ ପ୍ରତିଯୋଗିତାରେ ଅନେକ ଆଗ୍ରହ ଦେଖାଯାଏ ତେବେ ଶିଖିବାର କେଉଁ ଉଦ୍ଦେଶ୍ୟଟି ନିର୍ଦ୍ଦେଶିତ କରେ? ତ ପିଲାମାନଙ୍କର ଗଣିତ ପ୍ରତି ଆଗ୍ରହ ଦେଖନ୍ତୁ। ଅପସନ୍ ହେଉଛି ଆବେଗ ସମ୍ବନ୍ଧୀୟ ଆଗ୍ରହ ହ୍ରାସ, ସାଇକୋମୋଟର, ଡି ହେଉଛି ସୁମାଟିଭ୍। ତ ଠିକ୍ ଉତ୍ତରଟି ହେଉଛି ଆପଣଙ୍କର ଆବେଗ ସମ୍ବନ୍ଧୀୟ କାର୍ଯ୍ୟ ତାର ବଢ଼ିଯାଇଥାଏ, ତେଣୁ ପିଲାଟି ଗଣିତ କୁଇଜ୍ ପ୍ରତି ଆଗ୍ରହ କରୁଛି। ତେଣୁ ଅପସନ୍ ଏଟି ହେଉଛି ଆପଣଙ୍କର ଠିକ୍ ଉତ୍ତର। ସେହିଭଳି 3 ନମ୍ବର ଦେଖନ୍ତୁ ସଂକ୍ଷିପ୍ତତା ହେଉଛି ବୁଦ୍ଧିଧୀଶକ୍ତିର ଆତ୍ମା, ଏହା କିଏ କହିଥିଲେ? ଏଲବରସ୍। ଜାତୀୟ ପାଠ୍ୟକ୍ରମ ଆଧାର 2005। ଥର୍ନଡାଇକ୍। ଇଂରେଜ କବି ସେକ୍ସପିୟର। ତ ଏଇଟା ଆପଣଙ୍କର ଦେଖନ୍ତୁ ଇଂରେଜ କବି ସେକ୍ସପିୟର କହିଥିଲେ, ଯାହାକି ଅପସନ୍ ହେଉଛି ଆପଣଙ୍କର ଡି। 3 ନମ୍ବର ଅପସନ୍ ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଇଂରେଜ କବି ସେକ୍ସପିୟର। ସେହିଭଳି 4 ନମ୍ବର ଦେଖନ୍ତୁ ପିଆଜେଙ୍କ ମତ ଅନୁସାରେ ବୌଦ୍ଧିକର କେଉଁ ପର୍ଯ୍ୟାୟରେ ଶିଶୁର ଓଲଟା କ୍ରମରେ କହିବା ଓ ଲେଖିବା ଆରମ୍ଭ କରେ? ତ ସମ୍ବେଦୀକାରକ ହେଉଛି ଆପଣଙ୍କର ପିଲାଟି ଆରମ୍ଭରୁ ଗ୍ରହଣ କରିଥାଏ। ସେହିଭଳି ପ୍ରାକ୍ ସମ୍ବେଦୀ ଟିକେ ଅଧିକ ବୃଦ୍ଧି ହୋଇଥାଏ, କିନ୍ତୁ ସ୍ଥିଳକାର୍ଯ୍ୟ ପର୍ଯ୍ୟାୟରେ ଆପଣଙ୍କର କିଛି କହିବା ଓ ଲେଖିବା ଆରମ୍ଭ କରେ। ତେଣୁ ଅପସନ୍ ସିଟି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ତ ପିଆଜେଙ୍କ ମତ ଅନୁସାରେ ବୌଦ୍ଧିକର ସ୍ଥୂଳକାର୍ଯ୍ୟ ପର୍ଯ୍ୟାୟରେ ପିଲାଟି ଓଲଟା କ୍ରମରେ କହିବା ଓ ଲେଖିବା ଆରମ୍ଭ କରିଥାଏ। ସେହିଭଳି 5 ନମ୍ବର ଦେଖନ୍ତୁ 64ର 70 ଶତକଡ଼ା କେତେ? ଏହା କେଉଁ ପ୍ରକାର ପ୍ରଶ୍ନ? ଦେଖନ୍ତୁ ଏହା ହେଉଛି 2024ରେ ପଡ଼ିଥିଲା। ତ ଆପଣମାନଙ୍କର ନିର୍ଦ୍ଦିଷ୍ଟ ଉତ୍ତରମୂଳକ, ସମାପନ ଉତ୍ତରମୂଳକ, ଦ୍ୱିବିକଳ୍ପମୂଳକ, କ୍ଷୁଦ୍ର ଉତ୍ତରମୂଳକ। ଯେହେତୁ ଏହା ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ବାହାରିବ, ତେଣୁ ଏହା ହେଉଛି ଏକ ନିର୍ଦ୍ଦିଷ୍ଟ ଉତ୍ତରମୂଳକ। ସମାପନ ହେବ ନାହିଁ, ଦ୍ୱିବିକଳ୍ପ ହେବ ନାହିଁ, କ୍ଷୁଦ୍ର ଉତ୍ତରମୂଳକ ହେବ ନାହିଁ। ତ ଅପସନ୍ ଏଟି ହେଉଛି ଆପଣଙ୍କର ଠିକ୍ ଉତ୍ତର। 64ର 17 ଶତକଡ଼ା ହେଉଛି 70 ଶତକଡ଼ା ହେଉଛି ଏକ ନିର୍ଦ୍ଦିଷ୍ଟ ଉତ୍ତରମୂଳକ। ସେହିଭଳି 6 ନମ୍ବର ଦେଖନ୍ତୁ 6 ନମ୍ବର ଏକ ସୁଷମ ବହୁଭୁଜର ଅନ୍ତସ୍ଥ ଓ ବହିସ୍ଥ କୋଣ ମଧ୍ୟରେ ପାର୍ଥକ୍ୟ 60 ହେଲେ ଉକ୍ତ ବାହୁର ବାହୁଗୁଡ଼ିକ କେତେ? ତ ଦେଖନ୍ତୁ ଆପଣଙ୍କର ସୁଷମ ବହୁଭୁଜ ଅନ୍ତସ୍ଥ ଓ ବହିସ୍ଥ ଗୁଡ଼ିକ ହେଉଛି ଆପଣଙ୍କର କହିଛି ଆପଣଙ୍କର 60 ଡିଗ୍ରୀ। ତ ଉକ୍ତ ବାହୁଗୁଡ଼ିକ କେତେ? ଯଦି ଆମେ ଅନ୍ତସ୍ଥ ଓ ବହିସ୍ଥ କୋଣ ଏ ଆଉ ବି ନେବା ତାହେଲେ ତାର ଅନ୍ତର ହେଉଛି 60। ସେହିଭଳି ଆମେ ଜାଣିଛେ ତିନୋଟି କୋଣ ମିଶି 180। ତ ଏ ପ୍ଲସ୍ ବି ଆଉ ଏ ମାଇନସ୍ ବି କୋଣରୁ ଆମେ 60, 180, 240 ହେଲା। 240 ଦୁଇଟା କୋଣ, ତେଣୁ ଗୋଟେ କୋଣ ଆପଣଙ୍କର ପଡ଼ୁଛି 120। ତ ପାର୍ଶ୍ୱସ୍ଥ ଆପଣଙ୍କର ଦେଖନ୍ତୁ 360, 180 ମାଇନସ୍ 120। ତ ଆପଣଙ୍କର ଦେଖନ୍ତୁ ଆପଣଙ୍କର 360 ବିଭକ୍ତକ 180 ମାଇନସ୍ 120 ଇଜିକାଲ୍ ଟୁ ଦେଖନ୍ତୁ 360/60 ଇଜିକାଲ୍ ଟୁ 6। ତ ଆପଣଙ୍କର ସୁଷମ ବହୁଭୁଜର ଅନ୍ତସ୍ଥ ବହିସ୍ଥ ମଧ୍ୟରେ ପାର୍ଥକ୍ୟ 60 ହେଲେ ସେଗୁଡ଼ିକ ବାହୁଗୁଡ଼ିକ ହେଉଛି 6। ତେଣୁ ଆପଣଙ୍କର ଆନ୍ସର ହେଉଛି ରାଇଟ୍ ଆନ୍ସର 6। ଏଭଳି ଦୁଇଟି ସଂଖ୍ୟାର ଯୋଗଫଳ 7, ସେମାନଙ୍କର ଘନଫଳର ବର୍ଗ 133। ତାହେଲେ ଯୋଗଫଳ କେତେ? ତ ଚାଲନ୍ତୁ ଆମେ ଏଇଠି ସର୍ଟ ଟାଇପ୍ରେ କରିବା। ଦେଖନ୍ତୁ x ପ୍ଲସ୍ ହୋଲ୍ କ୍ୟୁବ୍ କରିବା, x କ୍ୟୁବ୍ y କ୍ୟୁବ୍ ପ୍ଲସ୍ 3x ପ୍ଲସ୍ a ପ୍ଲସ୍ b। ତ 7 କ୍ୟୁବ୍ର ଆପଣଙ୍କର ହେଉଛି 343। 33 ଦେଖନ୍ତୁ ଆପଣଙ୍କର ମିଶାଇଲେ ତାପରେ ଆପଣଙ୍କର ହେଉଛି 210। ତେଣୁ 21 ଇଜିକାଲ୍ ଟୁ 210/xy ହେଉଛି 10। ତ xyକୁ ଆପଣଙ୍କର x ପ୍ଲସ୍ ହୋଲ୍ ସ୍କୋୟାର ପକାନ୍ତୁ। ତ x ସ୍କୋୟାର ପ୍ଲସ୍ y ସ୍କୋୟାର 2xy। ତ 7ର ସ୍କୋୟାର x ସ୍କୋୟାର y ସ୍କୋୟାର ଇଏ ହେଲା 20। ତ ଆପଣଙ୍କର 49ର ସ୍କୋୟାରରୁ 20 ଫେରିଲେ ଆପଣଙ୍କର 29। ତ ରାଇଟ୍ ଆନ୍ସର ହେଉଛି ଆପଣଙ୍କର ଅପସନ୍ ଡି 29। ସେହିଭଳି 8 ନମ୍ବର ଦେଖନ୍ତୁ ଦତ୍ତ ଚିତ୍ରରେ କେତୋଟି ପ୍ରତିସମ ଅକ୍ଷ ଅଛି?
ଆପଣଙ୍କର 3, 4, 6, 12। ତ ଆପଣଙ୍କର ଦେଖନ୍ତୁ କେତୋଟି ପ୍ରତିସମ ଅକ୍ଷ ଅଛି। ଆପଣଙ୍କର 6ଟି ପାର୍ଶ୍ୱରୁ 6ଟି ପ୍ରତିସମ ଅକ୍ଷ କରିପାରିବେ, ତେଣୁ ଅପସନ୍ ହେଉଛି ସି। ସେହିଭଳି 9 ନମ୍ବର ଦେଖନ୍ତୁ 2√3, 3√ର ଆପଣଙ୍କର ଗୁଣଫଳ କେତେ ଦେଖନ୍ତୁ। ଆପଣଙ୍କର 2 ଆଉ 3 ଆପଣଙ୍କ ରୁଟ୍ ଅଛି, ତ ଅଲଗା ଅଲଗା ଘାତ ରହୁଛି, ଅଲଗା ଅଲଗା ରାଶି ରହୁଛି, ତେଣୁ ଆପଣଙ୍କର ଅଲଗା ଆଧାର ଓ ଘାତ ରାଶି ପାଇଁ ଏହା ଗୁଣଫଳ ହୋଇପାରିବ ନାହିଁ। ତ ଅପସନ୍ ଡିଟି ହେଉଛି ଠିକ୍ ଉତ୍ତର। ସେହିଭଳି ଦେଖନ୍ତୁ ଗୁଣାତ୍ମକ ବିଲୋମୀର ଏକ ସମଭଗ୍ନାଂଶ ନିର୍ଣ୍ଣୟ କର ଯାହାର ଲବହର ପାର୍ଥକ୍ୟ 8। ତ ଆପଣଙ୍କର ଦେଖନ୍ତୁ 1.2/7ର ଗୁଣାତ୍ମକ ବିଲୋମୀ ହେଉଛି ଆପଣଙ୍କର 7 7 2 9, 9/7। ତାର ଗୁଣାତ୍ମକ ବିଲୋମୀ ହେଉଛି 7/9। ତ 7/9ରେ ଆପଣଙ୍କର 4 ଦେଖନ୍ତୁ ଗୁଣିଲେ 7 × 28 ଏବଂ 9 × 36। ତେଣୁ ଆପଣଙ୍କର ଅପସନ୍ ଡି ହେଉଛି 28/36, ଯାହାର ଆପଣଙ୍କର ପାର୍ଥକ୍ୟ ରହୁଛି ଲବହର 8। ତେଣୁ ଅପସନ୍ ଡିଟି ହେଉଛି ଆପଣଙ୍କର ଠିକ୍ ଉତ୍ତର। ସେହିଭଳି √6 ଇନଫିନିଟିର ମୂଲ୍ୟ କେତେ? ତ ଆପଣମାନେ ଜାଣିଛନ୍ତି 6ର ଫ୍ୟାକ୍ଟର କରିଦେବେ 3 × 2 6। ତ ଯେହେତୁ ପ୍ଲସ୍ ଚିହ୍ନ ଅଛି, ତ ଏହାର ଉତ୍ତର ହେଉଛି ଆପଣଙ୍କର ବଡ଼ ଫ୍ୟାକ୍ଟରଟି 3, ତେଣୁ ଉତ୍ତର ହେଉଛି 3। ଅପସନ୍ ଏ ହେଉଛି ଆପଣଙ୍କର 11 ନମ୍ବର ରାଇଟ୍ ଆନ୍ସର। ସେହିଭଳି 12 ନମ୍ବର ଦେଖନ୍ତୁ ଦତ୍ତଚିତ୍ରରେ ପି ହେଉଛି 88, କ୍ୟୁ ହେଉଛି 47, ଆର୍ ହେଉଛି 32। ତ ଏକ୍ସର ପରିମାଣ କେତେ? ତ ଆପଣମାନେ ଦେଖନ୍ତୁ ଏହି ତିନୋଟି ଯାକ ମିଶାଇ ଦିଅନ୍ତୁ 88, 47, 32। ତ ଆପଣଙ୍କର ଆନ୍ସର ଆସିଯିବ 167। ତେଣୁ ରାଇଟ୍ ଆନ୍ସରଟି ହେଉଛି ଆପଣଙ୍କର ଅପସନ୍ ଏ 167। ସେହିଭଳି 5ଟି କ୍ରମିକ ଅଯୁଗ୍ମ ସଂଖ୍ୟାର ସମଷ୍ଟି 425, ସେମାନଙ୍କ ମଧ୍ୟରୁ ମଝି ସଂଖ୍ୟାଟି କେତେ? ତାହା 2024ରେ ପଡ଼ିଥିଲା। ତ ଆପଣମାନେ ଦେଖନ୍ତୁ ଯେଉଁଠି ରହୁଛି ଆପଣଙ୍କର 425 ବିଭକ୍ତକ 5 କରିଦିଅନ୍ତୁ, ଆପଣଙ୍କର 85 ଆସୁଛି ରାଇଟ୍ ଆନ୍ସର। ତ ଅପସନ୍ ବିଟି ହେଉଛି ଆପଣଙ୍କର ଠିକ୍ ଉତ୍ତର। ଏକ ବୃତ୍ତର କ୍ଷେତ୍ରଫଳ 2 ଗୁଣ ଅର୍ଥାତ୍ 1232 ସେମି² ହେଲେ ଏହାର ବ୍ୟାସ କେତେ? ତ ଆପଣମାନେ ଦେଖନ୍ତୁ 2 ଗୁଣ ମାନେ ଆପଣଙ୍କର 2πr। ତ ଆପଣଙ୍କର 4πr ହେଉଛି ଆପଣଙ୍କର 1232। ତ ଆପଣଙ୍କର ଆର୍ ହେବ ଆପଣଙ୍କର 7√2। ସେହିଭଳି ଆପଣଙ୍କର ବ୍ୟାସ ହେବ 14√2। ତ ଅପସନ୍ ହେଉଛି ଆପଣଙ୍କର ବି 14√2 ଆନ୍ସର। ସେହିଭଳି 15 ଦେଖନ୍ତୁ ଗୋଟିଏ ଟ୍ରାପିଜିୟମର ସାମାନ୍ତରିକ ବାହୁର ଦୈର୍ଘ୍ୟ ହେଉଛି 32 ମିଟର ଏବଂ 20 ମିଟର, ମଧ୍ୟବର୍ତ୍ତୀ ଦୂରତା ହେଉଛି 15। ତ ଟ୍ରାପିଜିୟମର କ୍ଷେତ୍ରଫଳ କେତେ? ଆପଣ ଜାଣିଛନ୍ତି ଟ୍ରାପିଜିୟମର କ୍ଷେତ୍ରଫଳ ହେଉଛି ହାଫ୍ × a + b × h। ଦେଖନ୍ତୁ 30 20 ହେଉଛି 52, 52ର ହାଫ୍ ହେଉଛି ଆପଣଙ୍କର ଦେଖନ୍ତୁ 26, 26 15କୁ ଗୁଣିଲେ ଆପଣଙ୍କର 390। ତ ରାଇଟ୍ ଆନ୍ସର ହେଉଛି 390, ଆପଣଙ୍କର ଅପସନ୍ ବି। ସେହିଭଳି 16 ନମ୍ବର ଦେଖନ୍ତୁ 1 2 4 7 ଷ୍ଟାର 16 ହେଲେ ତାରା ଚିହ୍ନରେ କେଉଁ ଅଙ୍କ ରହିବ? ଦେଖନ୍ତୁ ଆପଣଙ୍କର 1 ଡିଫରେନ୍ସ 2 ହେଲେ 0 ରହୁଛି, ତାପରେ 2ରୁ 4 2 ରହୁଛି, ତାପରେ 3 ରହୁଛି, ତାପରେ 4 ହେବ 7 4 11। ତ ଆପଣଙ୍କ ରାଇଟ୍ ଆନ୍ସର ହେଉଛି ଅପସନ୍ ବି। ସେହିଭଳି 528ର ଗୁଣନୀୟକ କେତେ? ତ 528ର ଆପଣମାନେ କ୍ୟାନସଲେସନ୍ କରି ଲସାଗୁ ବାହାର କରିବେ। ଲସାଗୁ ବାହାର କଲେ ଆପଣଙ୍କର 588ର ଲସାଗୁ ନେଲେ ଦେଖନ୍ତୁ 2ରେ ଆପଣଙ୍କର 294, ସେହିଭଳି ଆଉଥରେ 2ରେ କଲେ 200 147, 7ରେ ଆପଣଙ୍କର 21, 21ର ଲସାଗୁ ଆପଣ କାଢ଼ିବେ 3। ତ ଆପଣଙ୍କର ଯାହା ଆପଣ ଗୁଣନୀୟକ ପାଇଲେ ଗୁଣନୀୟକରେ 1 ଲେଖାଏଁ ମିଶାଇ ଦେବେ। ଦେଖନ୍ତୁ 2 ପାଇଲେ 2ର ଗୁଣନୀୟକ 2, ତାପରେ 7ର ଗୁଣନୀୟକ 2 ଆପଣଙ୍କର ମିଶାଇ ଦେଲେ ହେଲା 3 3 2। ତ ଆପଣଙ୍କ ରାଇଟ୍ ଆନ୍ସର ହେଉଛି 18। ତ ଗୁଣନୀୟକର ପାୱାର 1 1 ମିଶାଇ ଦିଅନ୍ତୁ। ଦେଖନ୍ତୁ 3 3 2 ହେଲା, ଯାହାକି 18 ଆପଣଙ୍କର ଗୁଣନୀୟକ। ତେଣୁ ଅପସନ୍ ସିଟି ହେଉଛି ରାଇଟ୍ ଆନ୍ସର। ସେହିଭଳି କେଉଁଟି ପଲିନୋମିଆଲ ନୁହେଁ? ଦେଖନ୍ତୁ a x² √2x - 5, ସେହିଭଳି
3x² 2x ସେଭଳି x 1/x +1 ଏବଂ d ହେଉଛି ସବୁ ପଲିନୋମିଆଲ। ତ ସିଟି ଦେଖନ୍ତୁ ଆପଣଙ୍କର 1/x ଅଛି ଯାହାକି ଗୋଟେ ଫ୍ରାକ୍ସନ୍। କୌଣସି ପଲିନୋମିଆଲରେ ଆପଣଙ୍କର ମାଇନସ୍ ରହିବ ନାହିଁ, ତେଣୁ ଫ୍ରାକ୍ସନ୍ ରହିବ ନାହିଁ। ତେଣୁ ରାଇଟ୍ ଆନ୍ସରଟି ହେଉଛି ଆପଣଙ୍କର ସି। 6 18x ଦେଖନ୍ତୁ ଆପଣ 6/18 1/3 18/x ତ 1/3 18/x = ଆପଣଙ୍କର 54। ତେଣୁ ତୃତୀୟ ସମାනුପାତଟି ଆପଣଙ୍କର 54 ଅଟେ। ଅପସନ୍ ଡି। ସେହିଭଳି 20 ନମ୍ବର ଦେଖନ୍ତୁ ଘଣ୍ଟାରେ 12:40 କେତେ କୋଣ ହେବ? ଅପସନ୍ ଦେଖନ୍ତୁ ଆପଣଙ୍କର 120 135 140 130। ତ ଆପଣଙ୍କର ଠିକ୍ ଉତ୍ତରଟି ହେଉଛି ଅପସନ୍ ସି 140 ଡିଗ୍ରୀ ହେବ। ସେହିଭଳି 21 ନମ୍ବର ଦେଖନ୍ତୁ କେଉଁଟି 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ମୌଳିକ ସଂଖ୍ୟା ଯାହାର ଅଙ୍କ ହେଉଛି ଆପଣଙ୍କର 2ଟି ମଧ୍ୟ ମୌଳିକ। ଦେଖନ୍ତୁ ଛୋଟ କିନ୍ତୁ ମୌଳିକ, କିନ୍ତୁ 2 ଅଙ୍କ ମଧ୍ୟ ମୌଳିକ। ତ ଅପସନ୍ ସିଟି ହେଉଛି ଆପଣଙ୍କର 23 ଯାହାକି ଆପଣଙ୍କର ମୌଳିକ ସଂଖ୍ୟା। ସେହିଭଳି 22 ନମ୍ବର ଦେଖନ୍ତୁ ଦତ୍ତଚିତ୍ରରେ BC କୋଣର ପରିମାଣ କେତେ? BC ପରିମାଣ ହେଉଛି ଆପଣଙ୍କର 140। ଅପସନ୍ ବି ହେଉଛି ଆପଣଙ୍କର ରାଇଟ୍ ଆନ୍ସର। ସେହିଭଳି 23 ନମ୍ବର ଦେଖନ୍ତୁ ABCରେ କେତୋଟି ସନ୍ନିହିତ ପରିପୂରକ କୋଣ ଅଛି? ତ ଆପଣଙ୍କର ବି କୋଣକୁ ବଢ଼ାଇ ଦିଅନ୍ତୁ, ଦେଖନ୍ତୁ ଆଉ ଗୋଟିଏ କୋଣ ବାହାରିବ। ତ ଆପଣଙ୍କର 2ଟି ସନ୍ନିହିତ କୋଣ ପରିପୂରକ କୋଣ ହେବ, ଯାହାକି ଅପସନ୍ ବି ହେଉଛି ଆପଣଙ୍କର ଠିକ୍ ଉତ୍ତର। ଟଙ୍କାରେ 15ଟି ଲେଖାଏଁ ବେଲୁନ୍ କିଣି ଡଜନ କେତେ ଟଙ୍କାରେ ବିକିଲେ 25% ଲାଭ ହେବ? ତ 1 ଟଙ୍କାରେ ଆପଣ 15ଟି ବେଲୁନ୍ କିଣନ୍ତି। 15ଟି ବେଲୁନ୍ ଦେଖନ୍ତୁ ଆପଣ ବିକିବେ। ତ 1 ଡଜନ = 12ଟି। ତ ଆପଣଙ୍କର ମୋଟ କ୍ରୟ ମୂଲ୍ୟ ଦେଖନ୍ତୁ 1/15 × 12 ତ 12/15 ଯାହାକି ଆପଣଙ୍କର ମୂଲ୍ୟ ହେଉଛି 4/5। ତ ଆପଣଙ୍କର 25% ଲାଭ ହେବ, ତେଣୁ 4/5 ଆପଣଙ୍କର ଶତକଡ଼ା ଲାଭ ଦେଖନ୍ତୁ ବାହାର କରିବା। ଆପଣଙ୍କର 100 ଲାଭ ବାଇ 100 ଇଣ୍ଟୁ କ୍ରୟ ମୂଲ୍ୟ। ତ ଆପଣଙ୍କର ଭାଲ୍ୟୁ ପକାନ୍ତୁ 100 + 25 100 ଇଣ୍ଟୁ 4/5। ତ ଆପଣଙ୍କର 4/5କୁ ଆପଣଙ୍କର ସବୁଥିରେ କାଟି ଦିଅନ୍ତୁ। ଦେଖନ୍ତୁ ଆପଣଙ୍କର 25/25 ଆସୁଛି। ତ ମୂଲ୍ୟ ହେଉଛି ଆପଣଙ୍କର 1। ନିମ୍ନସ୍ଥ କେଉଁ ଚିତ୍ରରେ ମାତ୍ର ଗୋଟିଏ ପ୍ରତିସମ ଅକ୍ଷ ଅଛି? ତ ଆପଣଙ୍କର ବର୍ଗଚିତ୍ର, ଆୟତଚିତ୍ର, ବୃତ୍ତଚିତ୍ର ଏଗୁଡ଼ିକରେ ଆପଣଙ୍କର ଅସୀମ ପ୍ରତିସମ ରହିବ। ଅର୍ଦ୍ଧବୃତ୍ତରେ ମାତ୍ର ଗୋଟିଏ ରହିବ, ତେଣୁ ଅପସନ୍ ଡି ହେଉଛି ଆପଣଙ୍କର ଠିକ୍ ଉତ୍ତର। ଗଣିତ ଶିକ୍ଷାର୍ଥୀମାନଙ୍କୁ ଭାବିବା, ଯୁକ୍ତି କରିବା, ବିଶ୍ଳେଷଣ କରିବା, କାରଣ ଉଦ୍ଦେଶ୍ୟ ରଖିବା ଏହା ଗଣିତ ଶିକ୍ଷଣ ପାଇଁ କାହାର ଦୃଷ୍ଟି? ଜାତୀୟ ଶିକ୍ଷାନୀତି 68 86 2005 ଓ 2020। ଠିକ୍ ଉତ୍ତରଟି ହେଉଛି ଆପଣଙ୍କର ଅପସନ୍ ବି ଜାତୀୟ ଶିକ୍ଷାନୀତି 86। ସେହିଭଳି 27 ଦେଖନ୍ତୁ ମନରେ ଯୁକ୍ତିଯୁକ୍ତତା ଅଭ୍ୟାସ ମାର୍ଗ ଗଣିତରେ ପ୍ରତିଷ୍ଠିତ କରିଥାଏ କିଏ କହିଥିଲେ? ତ ଅପସନ୍ ଏ କେଲଭିନ୍ ଥମାସ୍, ସି ହେଉଛି ଲୋକେ, ଡି ହେଉଛି ବ୍ୟାକନ୍। ତ ଆପଣଙ୍କର ଠିକ୍ ଉତ୍ତରଟି ହେଉଛି ଆପଣଙ୍କର ସି ଲୋକେ। ଶିକ୍ଷାର୍ଥୀ ଆୟତକ୍ଷେତ୍ରଟି ଏକ ଚତୁର୍ଭୁଜ ଯାହାର ବିପରୀତ ଦିଗଗୁଡ଼ିକ ସମାନ୍ତରାଳ ଏବଂ ସମାନ। ଏହି ସଂଜ୍ଞାରେ ଶିକ୍ଷାର୍ଥୀର ଡ୍ୟାସ୍ ପ୍ରତିଫଳିତ କରେ? ଆକୃତି ବୈଶିଷ୍ଟ୍ୟ ଜଣାନାହିଁ, ଆକାର ଚିହ୍ନିବାରେ ସକ୍ଷମ ନୁହେଁ, ସେହି ସଂଜ୍ଞାଟି ପାଇଁ ଆବଶ୍ୟକୀୟ ବୈଶିଷ୍ଟ୍ୟ ଛାଡ଼ି ଦିଅନ୍ତି। କେଉଁଟି ନୁହେଁ? ତ ସି ହେଉଛି ସଂଜ୍ଞାଟି ପାଇଁ ଆବଶ୍ୟକୀୟ ବୈଶିଷ୍ଟ୍ୟଗୁଡ଼ିକ ଛାଡ଼ି ଦିଅନ୍ତି। ସି ହେଉଛି ଠିକ୍ ଉତ୍ତର। ଗଣିତ ଏକ ବିଜ୍ଞାନ ଯାହା ଆବଶ୍ୟକ ସିଦ୍ଧାନ୍ତ ନିର୍ଦ୍ଧାରଣ କରେ। ଏହା କିଏ କହିଥିଲେ? ଲୋକେ, ହେଗେନ୍, ବେଞ୍ଜାମିନ୍ ପ୍ୟାରିସ୍, ଗାଲିଲିଓ। ଅପସନ୍ ସି ହେଉଛି ବେଞ୍ଜାମିନ୍ ପ୍ୟାରିସ୍। କେଉଁ ଗାଣିତିକ ଶିକ୍ଷା ଏକ କର୍ମଭିତ୍ତିକ? ଆରୋହ, ଅବରୋହ, ପ୍ରକଳ୍ପ, ବିଶ୍ଳେଷଣାତ୍ମକ। ପ୍ରକଳ୍ପରେ ଆପଣ ବିଭିନ୍ନ ପ୍ରକାର କାର୍ଯ୍ୟ କରନ୍ତି। ତ ଅପସନ୍ ସିଟି ହେଉଛି ଆପଣଙ୍କର ଠିକ୍ ଉତ୍ତର ପ୍ରକଳ୍ପ। ଗାଣିତିକ ଶିକ୍ଷା କର୍ମଭିତ୍ତିକ ପ୍ରକଳ୍ପ ମାଧ୍ୟମରେ କରାଯାଏ।